ସାଙ୍ଗମାନେ ଚିନ୍ତା କର ଉଚ୍ଚ ପାହାଡ଼ ଉପରେ ବସିଥିବା ଜିଲ୍ଲା ଅଧିକାରୀ, ଯାହା ପାଖରେ ଶହ ଶହ ଲୋକ ମୁଣ୍ଡ ତଳକୁ କରି ଛିଡ଼ା ହୁଅନ୍ତି। କିନ୍ତୁ ଆଜି ସେହି ଡିଏମ୍ ସାର୍ ରାସ୍ତା କଡ଼ରେ ବସିଥିବା ଏକ ବୁଢ଼ା ଭିକାରୀର ଗୋଡ଼ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। କିନ୍ତୁ କ'ଣ ପାଇଁ? କ'ଣ ସମ୍ପର୍କ ଅଛି ଏ ଦୁଇ ଜଣଙ୍କ ଭିତରେ? ଆଉ ସେହି ମୁହୂର୍ତ୍ତରେ ଯାହା ହେଲା, ସେଠି ଥିବା ପୁରା ଭିଡ଼ ଲୋକଙ୍କ ଆଖିରେ ଲୁହ ଆସିଗଲା। ସାଙ୍ଗମାନେ ଏ କାହାଣୀର ପୁରା ସତ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ସାଙ୍ଗମାନେ, ଭୁବନେଶ୍ୱର ସହରର ସ୍ମାର୍ଟ ସିଟି, ଯେଉଁଠି ଦିନ ରାତିର ଫରକ ନାହିଁ, ସବୁବେଳେ ଗାଡ଼ିର ଶବ୍ଦ, ଯେଉଁଠି ଲୋକମାନେ ଦୌଡ଼ିଥାନ୍ତି ନିଜ କାମରେ। କିନ୍ତୁ ସେହି ଭିଡ଼ ଭିତରେ ଗୋଟିଏ କୋଣ ଏମିତି ଥିଲା, ଯେଉଁଠି ସବୁଦିନ ଗୋଟିଏ ବୁଢ଼ା ଲୋକ ବସୁଥିଲେ। ତାଙ୍କର ନଇଁ ଯାଇଥିବା ଅଣ୍ଟା ପିଠି, ଥରୁଥିବା ହାତ, ଚିରାପଟା ଡ୍ରେସ୍ ଆଉ ଘୋଡ଼େଇ ହେଇଥିବା କଣା ଚାଦର, ମୁହଁରେ ଦୁଃଖର ସାୟା, ହାତରେ ଥିବା ପ୍ରତ୍ୟେକ ରେଖା ଯେମିତି ଦୁଃଖ କଷ୍ଟର କାହାଣୀ ଶୁଣାଉଥାଏ। ତାଙ୍କ ଓଠରୁ କେବଳ ଗୋଟିଏ ଶବ୍ଦ ବାହାରୁଥିଲା, ରାମ ରାମ। ଆବାଜ ଏତେ ଧୀର ଥିଲା ଯେ ସେ ଟ୍ରାଫିକ୍ ଆବାଜରେ ତାଙ୍କର ଶବ୍ଦ ଶୁଣାଯାଉ ନଥିଲା। କିନ୍ତୁ ତାଙ୍କ ଆଖିରେ ଗୋଟିଏ ଅଜବ ପରି ଚମକ ଥିଲା। କେବେ କେବେ କେହି ଲୋକ ଗାଡ଼ିରେ ଆସି ରହିଯାଉଥିଲେ। ତାଙ୍କ ପର୍ସରୁ ଗୋଟିଏ କଏନ୍ ବାହାର କରି ତାଙ୍କ ଆଗରେ ଥୋଇ ଦେଉଥିଲେ। ନିଅ ବାବା, ଏ କଏନ୍ ରଖ। ଆଉ ସେହି ବୁଢ଼ା ଲୋକ ଅଳ୍ପ ହସି ଦେଉଥିଲେ। କିନ୍ତୁ ଅଧିକରୁ ଅଧିକ ଲୋକ ତାଙ୍କ ଆଡ଼କୁ ଦେଖନ୍ତି ବି ନାହିଁ, ଯେମିତି ସେ ଜଣେ ମଣିଷ ନୁହେଁ, ବାସ୍ ଗୋଟିଏ ପଥର। ଛୋଟ ପିଲାମାନେ ହସନ୍ତି, ଦେଖିକି କୁହନ୍ତି, ଦେଖ ଦେଖ, ଗୋଟେ ବୁଢ଼ା ଭିକାରୀ ବସିଛି। ସେଠି ଥିବା ଦୋକାନୀ ଚିଲେଇକିରି କହେ, ଯାଉଛୁ ନା ଏଠୁ? ଏବେ ନା ଦେଖିବୁ? ଏଠୁ ପଳାଅ, ନହେଲେ ମୋ ଦୋକାନକୁ ଆସୁଥିବା ଗ୍ରାହକମାନେ ପଳେଇବେ। ପୋଲିସ ବାଲା ବି ଗୋଡ଼ାନ୍ତି, ଏବେ ଏଠୁ ଯା। କେତେ ଗନ୍ଧ ହେଉଛି। କିନ୍ତୁ ସେ କିଛି କାହାକୁ କୁହନ୍ତିନି, ଚୁପଚାପ ରୁହନ୍ତି, ନା କାହା ଆଗରେ କିଛି ଅଭିଯୋଗ କରନ୍ତି। ଗୋଟେ ଦିନ ସରକାରରୁ ଜଣେ ନୂଆ ଇନ୍ସପେକ୍ଟର ଆସିଲେ। ତାଙ୍କ ନାମ ଥିଲା ସୁରେଶ ଦାସ। ସେ ଜଣେ ବହୁତ ସଚୋଟ ଇନ୍ସପେକ୍ଟର ଥିଲେ। ତାଙ୍କ ସଚୋଟ ପଣିଆ ପାଇଁ ତାଙ୍କ ସାରା ସହରରେ ଜାଣୁଥିଲେ। ସେ ସହରକୁ ଆସିବା ମାତ୍ରେ ମନରେ ସ୍ଥିର କରି ନେଇଥିଲେ, ସହରର ସବୁ କିଛି କଳାଧନ୍ଦାକୁ ବନ୍ଦ କରିଦେବେ, ସହରକୁ ଏକଦମ ବଦଳାଇ ଦେବେ ବୋଲି ଠାଣି ନେଇଥିଲେ। ରାସ୍ତା କଡ଼ରେ ଥିବା ଠେଲାକୁ ହଟାଇ ଦେଲେ, ସବୁଆଡ଼େ CCTV କ୍ୟାମେରା ଲଗାଇ ଦେଲେ, ଟ୍ରାଫିକକୁ ଏକଦମ କଡ଼ା କରିଦେଲେ। ତାପରେ ତାଙ୍କ ଆଖି ପଡ଼ିଲା ସେହି ବୁଢ଼ା ଭିକାରୀ ଲୋକ ଉପରେ। ଗୋଟେ ଦିନ 2 ପ୍ରହରକୁ ଇନ୍ସପେକ୍ଟର ରାଗରେ ଯାଇ ସେଠି ପହଞ୍ଚିଲେ। ଆଖିରେ ଅହଙ୍କାର, ମୁହଁରେ କଟୁ ଭାଷା। ଏ ବୁଢ଼ା, ଏଠି କ'ଣ ପାଇଁ ପଡ଼ି ରହିଛୁ ସବୁଦିନ? ଏ ରାସ୍ତାକୁ ନାସନା ଖରାପ କରୁଛୁ। ବାହାର ଏଠୁ, ନହେଲେ ଥାନା ହାଜତକୁ ନେଇଯିବି। ବୁଢ଼ା ଲୋକ କିଛି କହିଲେନି, ବାସ୍ ତାଙ୍କର ଛୋଟ ଗିନାକୁ ଉଠାଇଲେ, ଧୀରେ ଧୀରେ ଛିଡ଼ା ହେଲେ, ଆଉ କିଛି ପାଦ ଯାଇ ଆରପଟେ କୋଣରେ ବସିଗଲେ। ତା ପରଦିନ ଇନ୍ସପେକ୍ଟର 2 ଜଣ କନେଷ୍ଟବଳଙ୍କୁ ପଠାଇଲେ। ସେମାନେ ଯାଇ ସେହି ବୁଢ଼ା ଭିକାରୀକୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣି ଛାଡ଼ିଦେଲେ, ଯା, ଆଉ ଏଠିକୁ କେବେ ଆସିବୁନି। କିନ୍ତୁ ତା ପରଦିନ ବୁଢ଼ା ଭିକାରୀ ପୁଣି ସେହି କୋଣରେ ଯାଇ ବସିଥିବାର ଦେଖିଲେ। ପୁଣି ପୋଲିସ କର୍ମଚାରୀମାନେ ଆସି ଗାଳି କରି ବିଦା କଲେ। ଏହିପରି ଭାବରେ ସବୁଦିନ ପୋଲିସ ଆସି ବିଦା କରିବେ, ପୁଣି ଆସି ବୁଢ଼ା ଭିକାରୀ ବସିବେ। ଏସବୁ ଯେମିତି ସବୁଦିନର କାହାଣୀ ହୋଇଗଲା। ଗୋଟେ ଦିନ ସନ୍ଧ୍ୟାରେ ଆକାଶରୁ ଯେମିତି ମୂଷଳ ଧାରାରେ ବର୍ଷା ହୋଇ ରାସ୍ତାଘାଟ ବର୍ଷା ପାଣିରେ ବୁଡ଼ି ଯାଇଥାଏ। ଲୋକମାନେ ଛତା ଧରି ଦୌଡ଼ୁଥାନ୍ତି, ଦୋକାନୀମାନଙ୍କର ସଟର ପକାଇ ଦେଉଥାନ୍ତି, ଆଉ ସେହି ବୁଢ଼ା ଭିକାରୀ ଜଣକ ଓଦା ହୋଇ ସେହି କୋଣରେ ବସିଥାନ୍ତି। ତାଙ୍କ ଦେହରେ ତାଙ୍କ ପିନ୍ଧିଥିବା ପୋଷାକ ଚୁପି ହେଇଯାଉଥାଏ, ତାଙ୍କ ଦେହ ଥରୁଥାଏ। ଠିକ୍ ସେହି ସମୟରେ ଇନ୍ସପେକ୍ଟର ସୁରେଶ ଦାସଙ୍କ ଗାଡ଼ି ଆସି ସେଇଠି ରହିଲା। ସେ ଛତାକୁ ଖୋଲି ଗାଡ଼ିରୁ ଓହ୍ଲାଇଲେ, ଆଉ ରାଗରେ ଚିଲେଇଲେ, ଆରେ ମରିବାକୁ ବହୁତ ସଉକ ଅଛି ନା କ'ଣ? ଯା ବାହାର ଏଠୁ। ବୁଢ଼ା ଭିକାରୀ ଜଣକ ଚୁପଚାପ ତାଙ୍କ ଆଡ଼କୁ ଚାହିଁଲେ।
ମୁହଁରୁ ବର୍ଷା ପାଣିର ଟୋପା ବହି ଯାଉଥାଏ। ଭାବିନିଅ ଯେମିତି ଆଖିରୁ ଲୁହ ବହୁଛି, କିନ୍ତୁ ଆଖିରେ ନା ରାଗ ନା କିଛି ଅଭିଯୋଗ, ବାସ୍ ସେହି ଚମକ। ଅଚାନକ ସାଇରନ୍ ବଦଳିଲା। ଲୋକମାନେ ରାସ୍ତାରୁ ସାଇଡ୍ ହୋଇଗଲେ। ଠିକ୍ ସେତିକି ବେଳେ ଗୋଟେ ବଡ଼ ଗାଡ଼ି ଆସି ରହିଲା। ରାସ୍ତାର ସବୁ ଗାଡ଼ି ଫଟାଫଟ ରହିଗଲା। ଭିଡ଼ ଭିତରୁ ଆବାଜ ଆସିଲା, ଆରେ ଡିଏମ୍ ସାର୍ ଆସିଗଲେ। କାରର ଡୋର ଖୋଲିଲା। ଜଣେ ଲମ୍ବା ଚଉଡ଼ା ଲୋକ ଓହ୍ଲାଇଲେ। ଦେଖିବାକୁ ବହୁତ ସୁନ୍ଦର। ସେ ହେଉଛନ୍ତି ଡିଏମ୍ ବିଶାଲ ରୟ। ସମସ୍ତଙ୍କ ଲାଗିଲା ଡିଏମ୍ ସାର୍ ବୋଧେ କିଛି ବଡ଼ କାମ ପାଇଁ ଆସିଛନ୍ତି। କିନ୍ତୁ ଡିଏମ୍ ସାର୍ ସିଧା ସେହି ବୁଢ଼ା ଭିକାରୀ ଲୋକ ପାଖକୁ ଯିବା ପାଇଁ ପାଦ ଆଗକୁ ବଢ଼ାଇଲେ। ଏସବୁ ଲୋକ ଦେଖିକି କାବା ହୋଇଗଲେ। ପୁଲିସବାଲା ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ଡିଏମ୍ ବିଶାଲ ରୟ ସିଧା ଯାଇ ସେହି ବୁଢ଼ା ଭିକାରୀଙ୍କ ପାଦକୁ ଛୁଇଁଲେ। ସେଠି ଥିବା ସବୁ ଲୋକମାନେ ଆଶ୍ଚର୍ଯ୍ୟରେ ଅନେଇଥାନ୍ତି। କିଛି ଲୋକ ଅନେଇଥାନ୍ତି ତ ଅନେଇଥାନ୍ତି। ଇନ୍ସପେକ୍ଟର ସୁରେଶ ଦାସଙ୍କ ଚେହେରା ଏସବୁ ଦେଖିକି ଡରରେ ଫିକା ପଡ଼ିଗଲା। ଡିଏମ୍ ସାର୍ ବିଶାଲ ରୟ ଧୀରେ ସେ କହିଲେ, ଏ ମୋ ବାପା ମଦନଲାଲ ରୟ। ଏକଥା ଡିଏମ୍ ସାର୍ଙ୍କର ଶୁଣିକି ପୋଲିସବାଲାଙ୍କର ଡରରେ ଝାଳ ବୋହି ଯାଉଥାଏ। ଏସବୁ ଶୁଣି ସାରିଲା ପରେ ସୁରେଶ ଦାସଙ୍କ ଆଖି ଆଶ୍ଚର୍ଯ୍ୟରେ ଅନେଇଥାନ୍ତି। ଏ ଭିକାରୀ ବୁଢ଼ା ଡିଏମ୍ ସାର୍ଙ୍କ ବାପା? ଏ ଭିଡ଼ ଭିତରେ ସମସ୍ତଙ୍କ ଚାହୁଁଥାନ୍ତି, କିନ୍ତୁ ଏକଥାକୁ କେହି ବି ବିଶ୍ୱାସ କରିପାରୁନଥାନ୍ତି। ଡିଏମ୍ ସାର୍ ବିଶାଲ ରୟ ସମସ୍ତଙ୍କୁ କହିଲେ, ଇଏ ମୋ ବାପା, କିନ୍ତୁ ତୁମେମାନେ ସମସ୍ତେ ମୋ ବାପାଙ୍କୁ ଭିକାରୀ ଭାବିଲ। କିନ୍ତୁ ମୋ ବାପା ମୋ ପାଇଁ ଭଗବାନଙ୍କ ଠାରୁ ମଧ୍ୟ କମ୍ ନୁହନ୍ତି। ତାଙ୍କ ଆବାଜ ଥରୁଥାଏ, ଆଖିରେ ଲୁହ ଥାଏ, କିନ୍ତୁ ଲୋକମାନେ ତ ଲାଜରେ ମୁଣ୍ଡ ତଳକୁ କରିଦେଇଥାନ୍ତି। ସବୁ ପୋଲିସ ଅଧିକାରୀମାନେ ପଛକୁ ହଟି ଯାଇଥାନ୍ତି। ଇନ୍ସପେକ୍ଟର ସୁରେଶ ଦାସଙ୍କ ଓଠ ଡରରେ ଥରୁଥାଏ। ତାଙ୍କ ମନେ ପଡ଼ିଗଲା କେମିତି ଏ ବୁଢ଼ା ଲୋକକୁ ଭିକାରୀ ଭାବି ଗାଳି ଦେଉଥିଲେ, କେମିତି ତାଙ୍କ ଅଧିକାରୀଙ୍କ ସାହାଯ୍ୟରେ ଏ ବୁଢ଼ା ଲୋକକୁ ଘୋଷାଡ଼ି ଘୋଷାଡ଼ି ନେଉଥିଲେ, କେମିତି ଏତେ ବର୍ଷାରେ ଧକ୍କା ମାରୁଥିଲେ। ତାଙ୍କ କାନରେ ତାଙ୍କରି ଆବାଜ ହିଁ ବାର ବାର ଶୁଭୁଥାଏ, ଏବେ ଉଠ ଏଠୁ ବୁଢ଼ା, ଗନ୍ଧ ଫେଲଉଛୁ ଚାରିଆଡ଼େ। ଆଉ ଏବେ ସେହି ବୁଢ଼ା ଜିଲ୍ଲା ଅଧିକାରୀଙ୍କ ବାପା ବାହାରିଲେ। ଇନ୍ସପେକ୍ଟର ସୁରେଶ ଦାସଙ୍କ ଛାତି ଜୋର ଜୋରରେ ଥରୁଥାଏ। ତାଙ୍କ ମୁହଁ ଲାଜରେ ଫିକା ପଡ଼ିଗଲା। ତାଙ୍କୁ ଲାଗୁଥାଏ ଯେମିତି ତାଙ୍କ ପାଦ ଏ ମାଟି ଉପରେ ନାହିଁ। ଡିଏମ୍ ସାର୍ କାହାକୁ କିଛି ନ କହି ତାଙ୍କ ବାପାଙ୍କୁ ସମ୍ଭାଳିଲେ। ତାଙ୍କ ଗିନା ଉଠାଇଲେ ଆଉ ଗାଡ଼ି ଆଡ଼କୁ ଆସିଲେ। ଭିଡ଼ ଭାଙ୍ଗିବାକୁ ଲାଗିଲା। ସବୁ ଲୋକଙ୍କ ଆଖିରେ ଲାଜରେ ତଳକୁ ହୋଇଯାଇଥାଏ। ମଦନଲାଲ ଏ ଓଦା ପୋଷାକରେ ଥରୁଥାନ୍ତି, କିନ୍ତୁ ତାଙ୍କ ମୁହଁରେ ଏବେ ବି ସେହି ଶାନ୍ତି। ଡିଏମ୍ ସାର୍ ତାଙ୍କ ବାପାଙ୍କୁ କାରରେ ବସାଇଲେ। ଡୋର ବନ୍ଦ କଲେ। ଗାଡ଼ି ଧୀରେ ଧୀରେ ଚାଲିଲା, ଆଗକୁ ବଢ଼ିଲା। ସେ ଇଲାକାରେ ଏକଦମ ଶାନ୍ତି ପଡ଼ିଯାଇଥାଏ। ଗାଡ଼ି ଭିତରେ ଦୁଇଜଣ ଚୁପଚାପ ବସିଥାନ୍ତି। ଡିଏମ୍ ବିଶାଲ ଧୀରେ ସେ କହିଲେ, ବାପା ମୋତେ କ୍ଷମା କରିଦିଅ। ମୁଁ କେବେ ବି ଭାବିନଥିଲି ତୁମ ଜୀବନ ଏମିତି ପରିସ୍ଥିତିରେ ଆସି ପହଞ୍ଚିଯିବ। ତୁମେ କେଉଁଠି ଥିଲ ଏତେ ବର୍ଷ ହୋଇଗଲାଣି? ମଦନଲାଲ ମୁଣ୍ଡ ଉପରକୁ ଟେକିଲେ। ତାଙ୍କ ଆଖିରେ ସେଇ ଚମକ ଥାଏ। ଧୀରେ ସେ କହିଲେ, ପୁଅ ମୁଁ ସେଇଠି ଥିଲି ଯେଉଁଠି କେହି ଦେଖିଲା ବାଲା ନଥିଲେ, ଯେଉଁଠି ନିଜ ଲୋକଙ୍କ ଠାରୁ ବି ବିଶ୍ୱାସ ଭରସା ଭାଙ୍ଗିଯିବ। ବିଶାଲ ଚମକି ପଡ଼ିଲେ ଆଉ କହିଲେ, ମାନେ? ମଦନଲାଲ ହସିଲେ ଆଉ କହିଲେ, ମୁଁ ଏ ଜୀବନ ନିଜେ ବାଛିଛି, ଯେମିତି ମୁଁ ନିଜେ ଦେଖିପାରିବି ଦୁନିଆର ଅସଲ ଚେହେରା। ଏକଥା ଶୁଣିକି ବିଶାଲ କାବା ହୋଇଗଲେ। କହିଲେ, ବାପା ତୁମେ ଏମିତି କ'ଣ ପାଇଁ କହୁଛ? କିନ୍ତୁ ମଦନଲାଲ କିଛି କହିଲେନି, ଚୁପ୍ ରହିଲେ। ବସି ବସି ଝରକାର ବାହାରେ ପଡ଼ୁଥିବା ବର୍ଷା ପାଣିକୁ ଦେଖୁଥାନ୍ତି। ଦେଖୁ ଦେଖୁ ଗାଡ଼ି ସିଧା ଯାଇ ସରକାରୀ ଗେଷ୍ଟ ହାଉସରେ ରହିଲା। ଅଧିକାରୀମାନେ ଭିଡ଼ ବହୁତ ଥାଏ। ଡକ୍ଟରକୁ ଡାକିଲେ, ଶୁଖିଲା ପୋଷାକ ଆଣିଲେ, ଗରମ କ୍ଷୀରର ଗ୍ଲାସ୍ ଆଣି ରଖିଲେ। କିନ୍ତୁ ମଦନଲାଲ କେବଳ ତାଙ୍କ ମୁଣ୍ଡକୁ ହଲାଇଲେ
ଆଉ କହିଲେ, ମୋତେ କିଛି ଚିକିତ୍ସା ଦରକାର ନାହିଁ। ପୁଅ ବିଶାଲ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ କହିଲେ, ତାହା ହେଲେ କ'ଣ ଦରକାର ବାପା ତୁମକୁ? ସେ ଶାନ୍ତ ଭାବରେ କହିଲେ, ବାସ୍ ଗୋଟିଏ ମଉକା ଦରକାର ମୋତେ, ଲୋକଙ୍କ ସହିତ କଥା ହେବା ପାଇଁ। ଏକଥା ତାଙ୍କ ବାପାଙ୍କର ଶୁଣିକି ଚମକି ପଡ଼ିଲେ। ସଙ୍ଗେ ସଙ୍ଗେ ପଚାରିଲେ, ବୁଝିପାରିଲେନି, କ'ଣ କହିବାକୁ ଚାହୁଁଛ? ମଦନଲାଲ ଉତ୍ତରରେ କହିଲେ, ମୋତେ ପ୍ରେସ୍ କନଫରେନ୍ସରେ କହିବାକୁ ଦେ। ମୁଁ ଦୁନିଆକୁ ସତ କହିବାକୁ ଚାହୁଁଛି। ସେତେବେଳକୁ ସହରରେ ସବୁ ବ୍ୟକ୍ତି ଡରରେ ଥରହର ହେଉଥାନ୍ତି। ସବୁ ଖବରକାଗଜରେ ବାହାରି ଯାଇଥାଏ। ଜଣେ ଭିକାରୀ ହେଉଥିବା ବୁଢ଼ା ଲୋକ ଡିଏମ୍ ସାର୍ଙ୍କ ବାପା ଜଣାପଡ଼ିଛି। ରାସ୍ତା କଡ଼ରେ ଭିକ ମାଗୁଥିବା ଲୋକ ହେଉଛନ୍ତି ଜଣେ ଅଫିସରଙ୍କ ବାପା। ନ୍ୟୁଜ୍ ରିପୋର୍ଟର ରାସ୍ତାରେ ଛିଡ଼ା ହୋଇ ଲାଇଭ୍ ଭିଡ଼ିଓ ଦେଖାଉଥାନ୍ତି। ଦେଖ, ଏ ହେଉଛନ୍ତି ସେହି ବାପା ଯାହାକୁ ଲୋକମାନେ ଭିକାରୀ ଭାବୁଥିଲେ। ଆଙ୍କ ପାଦ ଆସି ଛୁଇଁଲେ ଡିଏମ୍ ସାର୍। ଏବେ ସୋସିଆଲ ମିଡ଼ିଆରେ ସବୁ ଜାଗାରେ ବ୍ରେକିଂ ନ୍ୟୁଜ୍। ଭିକାରୀ ହେଉଛନ୍ତି ଜଣେ ବାପା, ସମାଜର ଏକ ଆଇନା। ଲୋକମାନେ କାନ୍ଦୁଥାନ୍ତି। ଆମେ ସମସ୍ତେ ୟାଙ୍କୁ ଅଣଦେଖା କରୁଥିଲୁ, କିନ୍ତୁ ଦେଖିଲା ବେଳକୁ ଜଣାପଡ଼ୁଛି ଯେ ସେ ହେଉଛନ୍ତି ଡିଏମ୍ ସାର୍ଙ୍କ ବାପା। ଏସବୁ ନ୍ୟୁଜ୍ ଦେଖିକି ବିଶାଲ ଗେଷ୍ଟ ହାଉସରେ ଅସ୍ତବ୍ୟସ୍ତ ହୋଇଯାଇଥାନ୍ତି। ବସି ବସି ତାଙ୍କ ବାପାଙ୍କୁ କହିଲେ, ବାପା ଏସବୁ କ'ଣ ସବୁ ଠିକ୍ ହେଉଛି ତ? ତମେ ପ୍ରେସ୍ କନଫରେନ୍ସରେ କ'ଣ ପାଇଁ କଥା ହେବା ପାଇଁ ଚାହୁଁଛ? ମଦନଲାଲ ହସିଦେଇ କହିଲେ, ଲୋକମାନଙ୍କୁ ସତ କହିବା ଜରୁରୀ ଅଛି, ଯେମିତି ଲୋକେ ଜାଣିପାରିବେ ମଣିଷତ୍ୱର ମାନେ କ'ଣ। ବିଶାଲ ମୁଣ୍ଡ ତଳକୁ କରିଦେଲେ। ଠିକ୍ ଅଛି ବାପା, କାଲି ସକାଳେ ପ୍ରେସ୍ କନଫରେନ୍ସ ହେବ। ତା ପରଦିନ ଗେଷ୍ଟ ହାଉସର ବଡ଼ ହଲ୍ରେ ନ୍ୟୁଜ୍ବାଲା କ୍ୟାମେରା, ଲାଇଟ୍, ମାଇକ୍ରେ ଭରାପୁରା ଥାଏ। ଗେଷ୍ଟ ହାଉସର ହଲ୍ ମଞ୍ଚ ଉପରେ 2ଟି ଚେୟାର ରଖାଯାଇଥାଏ। ଗୋଟେ ଚେୟାରରେ ଡିଏମ୍ ସାର୍ ବିଶାଲ, ଆଉ ଗୋଟେ ଚେୟାରରେ ଖାଲି ପଡ଼ିଥାଏ। ସମସ୍ତଙ୍କ ନଜର ରୁମ୍ର କବାଟ ଉପରେ। କବାଟ ଧୀରେ ଧୀରେ ଖୋଲିଲା। ସଫା ଧୋତି କୁର୍ତ୍ତା ପିନ୍ଧିଥିଲେ। ଅଣ୍ଟା ଟିକେ ତଳକୁ ହୋଇଯାଇଥାଏ, କିନ୍ତୁ ମୁହଁରେ ଚମକ। ସେ ହେଉଛନ୍ତି ମଦନଲାଲ। ମଦନଲାଲ ମଞ୍ଚ ଉପରକୁ ଆସିଲେ। ମଦନଲାଲଙ୍କୁ ଦେଖି ତାଳିରେ ଗେଷ୍ଟ ହାଉସ ହଲ୍ କମ୍ପି ଯାଉଥାଏ। ଚାରିଆଡ଼ୁ କାଲି ପର୍ଯ୍ୟନ୍ତ ଯାହାକୁ ଲୋକମାନେ ଭିକାରୀ ଭାବି ଗାଳିଗୁଲଜ କରୁଥିଲେ, ସେହି ଲୋକକୁ ସମ୍ମାନର ସହିତ ଉପସ୍ଥିତ ଥିଲେ। ମଦନଲାଲ ହାତ ଉପରକୁ ଟେକି କହିଲେ, ଧନ୍ୟବାଦ। ଆପଣ ସମସ୍ତେ ଆସିଛନ୍ତି, କିନ୍ତୁ ଆଜି ମୁଁ ଡିଏମ୍ ସାର୍ଙ୍କ ବାପା ହେଇକି ନୁହେଁ, ଜଣେ ସାଧାରଣ ଲୋକ ହେଇକି କହୁଛି। ସବୁ କ୍ୟାମେରା ତାଙ୍କ ଆଡ଼କୁ କରିଦେଲେ। ମୁଁ ସେଇ ଲୋକ ଯାହାକୁ ତୁମେ ସମସ୍ତେ ବର୍ଷ ବର୍ଷ ଧରି ଅଣଦେଖା କରୁଥିଲ, ଯାହା ପାଖ ଦେଇ ଯାଉଥିଲ, କିନ୍ତୁ କେବେ ବି ଗୋଟେ ଥର ବି ପଚାରିନ, ବାବା ତୁମେ ଠିକ୍ ଅଛ ତ? ମଦନଲାଲ ଏସବୁ କହୁ କହୁ ତାଙ୍କ ଆଖି ଲୁହରେ ଭରି ହୋଇଯାଇଥାଏ। ମୁଁ ଏତେ ଥଣ୍ଡା ଶୀତରେ ଥରୁଥାଏ। ଥରି ଥରି ରାତି ବିତେଇଛି। ଗରମ ଖରାରେ ବଢ଼ି ଯାଇଥାଏ। ବର୍ଷା ପାଣିରେ ଓଦା ହୋଇଯାଇଥାଏ, କିନ୍ତୁ କେବେ କେହି ଆସିକି ଏକଥା ପଚାରି ନାହାନ୍ତି, ଭାଇ କିଛି ଖାଇଛ? ବାବା ତୁମକୁ କିଛି ଦରକାର କି? ସାମ୍ବାଦିକମାନଙ୍କର ଆଖିରୁ ଲୁହ ବୋହି ଯାଉଥାଏ ଏସବୁ ଶୁଣିକି। ମୁଁ ଏମିତି ଜୀବନ ବଞ୍ଚିବା ପାଇଁ ନିଜେ ବାଛିଛି, କାହିଁକି ନା ମୁଁ ଦେଖିବାକୁ ଚାହୁଁଥିଲି ସମାଜର ଅସଲି ଚେହେରା। ପଇସାବାଲା ଲୋକ, ପଢ଼ାଲେଖା ଲୋକ, ବଡ଼ ବଡ଼ ଅଫିସର ଲୋକ, ସମସ୍ତଙ୍କ ମନରେ କେତେ ମଣିଷତ୍ୱ ପଣିଆ ଅଛି ଦେଖିବାକୁ ଚାହୁଁଥିଲି। ସେ ଇନ୍ସପେକ୍ଟର ସୁରେଶ ଆଡ଼କୁ ଅନାଇଲେ। ସୁରେଶ ଦାସଙ୍କ ମୁଣ୍ଡ ତଳକୁ ହୋଇଯାଉଥିଲା। ତୁମର ମନ ଅଛି ପୁଅ, ତୁମେ ମୋତେ ଗାଳି ଦେଲ, କହିଲ ଗନ୍ଧ ହେଉଥିବା ଅପନ୍ତରାରେ ପଡ଼ିଥିବା ବୁଢ଼ା ଲୋକ। କେବେ ଚିନ୍ତା କରିଛ ଏ ବୁଢ଼ା ଲୋକ ଏ ରାସ୍ତା କଡ଼ରେ କ'ଣ ପାଇଁ ବସିଛି, ଭିକ ମାଗୁଛି? ତାର ଏ କାହାଣୀ କ'ଣ, ଅସୁବିଧା କ'ଣ? ଏସବୁ ଶୁଣିକି ସୁରେଶ ଆଖିରୁ ଲୁହ ଧାର ଧାର ହୋଇ ବହିଗଲା। ସେ ସାଙ୍ଗେ ସାଙ୍ଗେ ହାତ ଯୋଡ଼ି ପକାଇଲେ। ମଦନଲାଲ କହିଲେ, ସାମ୍ବାଦିକମାନେ, ତୁମେମାନେ ମୋ ଫଟୋ ଉଠାଇଲ, କିନ୍ତୁ ମୋ ଭୋକ ଦେଖିପାରିଲନି। ମୋ ଅସୁବିଧା ଖବର ବନେଇଲ,
କିନ୍ତୁ ମୋ ମନରେ ଦୁଃଖ କ'ଣ ଜାଣିବାକୁ ଚେଷ୍ଟା କଲନି। କ୍ୟାମେରା ରୁଟି ଦିଏନି ପୁଅ, ବାସ୍ ବିକି ଦେଇଥାଏ ମଣିଷତ୍ୱକୁ। ସାମ୍ବାଦିକମାନେ ଲାଜରେ ମୁଣ୍ଡ ତଳକୁ କରିଦେଲେ। ତାପରେ ସେ DM ସାର୍ ବିଶାଲଙ୍କ ଆଡ଼କୁ ଦେଖିଲେ ଆଉ କହିଲେ, ପୁଅ ତୁ ବହୁତ ବଡ଼ ଉଚ୍ଚ ପଦବୀ ପାଇଛୁ। ମୁଁ ତୋଠାରୁ ଦୂରରେ ରହିଲି, ଏଥିପାଇଁ ତୁ ବି ଆଗକୁ ଜୀବନ ଭଲ କରି ବଞ୍ଚିପାରେ। କିନ୍ତୁ ଆଜି ତୋତେ କୁଣ୍ଢାଇ ପକାଇଲେ ଲାଗୁଛି ଯେମିତି ମୋ ଆତ୍ମାକୁ ଶାନ୍ତି ମିଳିଗଲା। ଏକଥା ବାପାଙ୍କ ଠାରୁ ଶୁଣି ସାରିବା ପରେ ବିଶାଲଙ୍କ ଆଖିରେ ଲୁହ ଆସିଗଲା। ସେ ତାଙ୍କ ଚେୟାରରୁ ଉଠି ତାଙ୍କ ବାପାଙ୍କ ହାତକୁ ଧରି ପକାଇଲେ ଆଉ କହିଲେ, ବାପା କ୍ଷମା କର। ଆଗରୁ କହିଥାନ୍ତ ଯଦି ମୋର ସବୁ ଖୁସି ତୁମ ପାଦ ତଳେ ରଖିଦେଇଥାନ୍ତି। ମଦନଲାଲ ହସିଲେ ଆଉ କହିଲେ, ପୁଅ ଅସଲି ଖୁସି ଚିହ୍ନିବାରେ ନାହିଁ, ଜଣେ ଜଣକ ସୁଖ ଦୁଃଖ ବାଣ୍ଟିବାରେ ଅଛି। ତାପରେ ପୁରା ହଲ୍ ଆଡ଼କୁ ଅନେଇକି କହିଲେ, ମୁଁ ସମସ୍ତଙ୍କୁ ଗୋଟେ ନିବେଦନ କରିବାକୁ ଚାହୁଁଛି। ଭିକ ଦେବା ବନ୍ଦ କର, କିନ୍ତୁ ସମ୍ବେଦନା ବାଣ୍ଟିବା କେବେ ଭୁଲନି। କାହାକୁ ଯଦି ଭୋକରେ ଦେଖୁଛ ରୁଟି ଦିଅ, କାହାକୁ ଥଣ୍ଡାରେ ଥରୁଥିବାର ଦେଖୁଛ ଯଦି ତେବେ କିଛି ପୋଷାକ ଦିଅ, କାହାକୁ ଏକୁଟିଆ ଦେଖୁଛ ଯଦି ତାର ସାଥ ଦିଅ। ଇଏ ହେଉଛି ମଣିଷ ପଣିଆ, ଇଏ ହେଉଛି ସବୁଠାରୁ ବଡ଼ ଧର୍ମ। ଏକଥା ଶୁଣି ପୁରା ହଲ୍ ତାଳିରେ କମ୍ପି ଉଠିଲା। ଲୋକ କାନ୍ଦୁଥିଲେ। ଲୋକମାନଙ୍କୁ ମୋହନଲାଲଙ୍କ ପ୍ରତ୍ୟେକ ଶବ୍ଦ ଲୋକମାନଙ୍କୁ ଛୁଇଁ ଯାଉଥିଲା। କିନ୍ତୁ ସାଙ୍ଗମାନେ, ସମୟ କାହାକୁ ଅପେକ୍ଷା କରେନି। କିଛି ଦିନ ପରେ DM ସାର୍ଙ୍କ ବାପା ରୋଗରେ ପଡ଼ିଲେ। ଡକ୍ଟର ବହୁତ ଚେଷ୍ଟା କଲେ, କିନ୍ତୁ ତାଙ୍କ ବୟସ ସମୟ ତାର ସୀମା ଦେଖାଇ ସାରିଥିଲା। ସେ ବିଶାଲଙ୍କ ହାତକୁ ଧରିଲେ ଆଉ କହିଲେ, ପୁଅ ତୁ ମୋର ମାନ ମହତ ରଖିଲୁ, ଏବେ ସମାଜର ମାନ ମହତ ରଖ। ମନେ ରଖିଥିବୁ, ଶରୀର ଆମକୁ ଦିନେ ଛାଡ଼ିବାକୁ ହୁଏ, କିନ୍ତୁ ଆମେ ରଖିଥିବା ଭଲ କର୍ମ, ଦୟା, ପ୍ରେମ, ଶକ୍ତି, ସମ୍ବେଦନା ଆମକୁ ସବୁଦିନ ପାଇଁ ଅମର ରଖେ। ତାଙ୍କ ଆଖି ବନ୍ଦ ହୋଇଗଲା, ଓଠରେ ଅଳ୍ପ ହସ ଥିଲା। ପୁରା ସହରରେ ଶୋକର ସାୟା ଖେଳିଗଲା। ସବୁ ଲୋକେମାନେ ତାଙ୍କ ଅନ୍ତିମ ଯାତ୍ରା ପାଇଁ ଆସିଲେ। ଛୁଆ, ମଜୁରିଆ, ଅଧିକାରୀ, ବେପାରୀ ଏମିତି ସମସ୍ତେ ଆସି ସାମିଲ ହେଲେ। ସେହି ଜାଗାରେ ଯେଉଁଠି ସେ ବସିଥିଲେ ସେଇଠି ଗୋଟେ ଚେୟାର ବନାଗଲା। ସେ ଚେୟାରରେ ଲେଖା ହେଲା, ମଣିଷ ହେବା ଜରୁରୀ ଅଛି, କିନ୍ତୁ ଭିକ ମାଗିବା ନୁହେଁ। DM ସାର୍ ବିଶାଲ ଶପଥ ନେଲେ, ସବୁ ଗଳିରେ ସମ୍ବେଦନାର କେନ୍ଦ୍ର ବନାଇବେ, ଯେଉଁଠି ବେସାହାରା ଲୋକମାନେ ଖାଇବା ପୋଷାକ ପାଇପାରିବେ। ଦେଖୁ ଦେଖୁ ଏ ଆନ୍ଦୋଳନ ପୁରା ଦେଶ ପ୍ରଦେଶରେ ପ୍ରଜ୍ୱଳିତ ହୋଇଗଲା। ସାଙ୍ଗମାନେ, ଏବେ ଆପଣମାନଙ୍କୁ ଗୋଟେ ପ୍ରଶ୍ନ, ଯଦି ତୁମ ସାମ୍ନାରେ ଏମିତି ଜଣେ ବୁଢ଼ା ଲୋକ ଚିରା ଫଟା ପୋଷାକରେ ଥିବେ, ରାସ୍ତା କଡ଼ରେ ବସି ଭିକ ମାଗୁଥିବେ, ତୁମେ କ'ଣ କରିବ? ଅଣଦେଖା କରି ପଳେଇ ଆସିବ ନା ମଣିଷ ଭାବି ସାହାଯ୍ୟ କରିବ? ଆପଣଙ୍କ ଉତ୍ତର କମେଣ୍ଟ ବକ୍ସ ମାଧ୍ୟମରେ ନିହାତି ଜଣାଇବେ। ଆପଣମାନଙ୍କୁ ଯଦି ମୋ କାହାଣୀଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।